बंदे उत्कल जननी समस्त को स्वागत मातृभूमि ओडिया यूट्यूब चैनल को आमे आलोचना करचंती एसएसबी ओडिया लेक्चर पई तथा यूजीसी नेट ओडिया पई आमे प्रिपेयर होचंती ताहले आज आमे आलोचना करबा जणे सबुज जुगर समसामयिक कवि जे कि मायाधर मानसिंह विषय रे मायाधर मानसिंह काव्य कविता तथा तांकर साहित्य कृति और जीवनी विषय में आलोचना करिबा। एथि सहित आमे एही वीडियो रे आलोचना करिबा राधामोहन गडनायकर किछि प्रमुख कृतित्व विषय रे। ताले चलंतु देरी न करी प्रथम प्रश्न आलोचना आरंभ करदवा। प्रथम प्रश्नटी होछि कस्तम सहित खस्तमर संपर्क सूचेଇବା ପାଇଁ ଅଛି। कस्तमरे ଅଛି विभिन्न मसीहा एवं खस्तमरे विभिन्न साहित्य कृति गुड़िक 1931 1932 1947 1956 एवं खस्तमरे अछि पूजारिणी पुरुष माटीबाणी धूप। यार जदि आमे सठिक मेल करिया ताहले यार सठिक मेलटी एमती हबो 1931 मसीहा जहाँकि धूप धूप ତାଙ୍କର ଗୋଟିଏ ସାହିତ୍ୟ କୃତି ପ୍ରକାଶିତ ହେଇଥିଲା 1932 ମସିହାରେ ପୂଜାରିଣୀ ପ୍ରକାଶିତ ହେଇଥିଲା 1947 ମସିହାରେ ମାଟିବାଣୀ ଏବଂ 1956 ମସିହାରେ କୃଷ ସାହିତ୍ୟ କୃତିଟି ପ୍ରକାଶିତ ହେଇଥିଲା। ଏହାର ସଠିକ ଉତ୍ତର ଅପସନ ଯଦି ଦେଖିବା ତାହେଲେ ଅପସନ ସି। 2 ନମ୍ବର ପ୍ରଶ୍ନ 1 ନମ୍ବର ପ୍ରଶ୍ନ ଭଳି 2 ନମ୍ବର ପ୍ରଶ୍ନ ମଧ୍ୟ କସ୍ତମ ସହିତ ଖସ୍ତମ ସମ୍ପର୍କ ନିରୂପଣ କରିବାର ଅଛି। କସ୍ତମରେ ଅଛି କୃଷ ଅନ୍ୱେଷଣ पश्चिम पथिक शंख कस्टमर अछि भ्रमण कहानी सनेट पत्रिका उपन्यास। गोटे साइड रे तांकर कृतित्व और अन्य साइड रे कृतित्वर विभाजन कराइछि केउ प्रकार कृतित्व ताहले यार जदि सठिक हम मेल करबा एमिति हेबो कृष जहाँकि एक सनेट अटे अन्वेषण होछि एक उपन्यास पश्चिम पथिक होछि भ्रमण कहानी एवं शंख होछि गोटे पत्रिका। यार सठिक उत्तर ऑप्शन टी होछि ऑप्शन ए। 3 नंबर प्रश्न जीवा 3 नंबर प्रश्नटी माधर मानसिंह जीवन काल विषय अछि। ऑप्शन गुडी होछि 1910 रु 1981 1903 रु 1971 1915 रु 1990 1905 रु 1973। यार सठिक उत्तर ऑप्शन टी देखा ताहले यार सठिक उत्तरटी होछि ऑप्शन डी। 4 नंबर प्रश्न जीवा 4 नंबर प्रश्न मध्य कस्तम सहित खस्तमर मिलन अछि। कस्तमर अछि बुद्ध राजकवि कवि और कविता शासन चक्र खस्तमर अछि समालोचना नाटक गीतिनाट्य एकांकिका। ताहले उभय यदि कस्तम और खस्तमर मिलन करिया ताहले उभयर मिलन किपरि हबो बुद्ध हेउछि एक नाटक राजकवि गीतिनाट्य कवि और कविता होची एक समालोचना ग्रंथ शासन चक्र होची एक एकांकिका। यार सठिक उत्तर ऑप्शन टी ऑप्शन बी। 5 नंबर प्रश्न को जीवा केउटी मानसिंह द्वारा रचित नुहे बुद्ध राजकवि कोणार्के हेमशैस्य। यार सठिक उत्तर होची ऑप्शन सी कोणार्के मायाधर मानसिंह द्वारा रचित नुहे यह नीलकंठ दास द्वारा रचित। 6 नंबर प्रश्न ए देश रे जे किया पଳାଙ୍ଗ ଫୁଟି ଝଡି ପଡୁଛି ସେ ଖବର ନ ରଖି ଏମାନେ ଚାମେଲି ଗୋଲାପ ଆମକୁ ଶୁଙ୍ଘାଇଲେ। ମାୟାଧର ମାନସିଂହଙ୍କର ଏହା କେଉଁ ମାନଙ୍କୁ ଲକ୍ଷ୍ୟ କରି କହିଥିଲେ? ଅପସନ ଗୁଡିକ ହେଲା ଉଚ୍ଚ ଶିକ୍ଷିତ ଯୁବକ ମାନଙ୍କ ଉଦ୍ଦେଶ୍ୟରେ ସବୁଜ କବି ମାନଙ୍କ ଉଦ୍ଦେଶ୍ୟରେ ବିଲାତି ଫେରନ୍ତା ଲୋକଙ୍କ ଉଦ୍ଦେଶ୍ୟରେ ଆଧୁନିକ କବି ମାନଙ୍କ ଉଦ୍ଦେଶ୍ୟରେ। ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି ସବୁଜ କବି ମାନଙ୍କ ଉଦ୍ଦେଶ୍ୟରେ ଏହି କଥାଟି ମାୟାଧର ମାନସିଂହ କହିଥିଲେ। 7 ନମ୍ବର ପ୍ରଶ୍ନ ମାନସିଂହ କେବେ ପଦ୍ମଶ୍ରୀ ଉପାଧି ଭୂଷିତ ହୋଇଥିଲେ? ଏହାର ଅପସନ ଗୁଡିକ ହେଉଛି 1962 1964 1965 1967। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି 1967। ପରବର୍ତ୍ତୀ ପ୍ରଶ୍ନ ଯିବା ପରବର୍ତ୍ତୀ ପ୍ରଶ୍ନଟି ହେଉଛି 8 ନମ୍ବର ପ୍ରଶ୍ନ ପ୍ରଶ୍ନଟି ହେଉଛି
সকলে ডাকନ୍ତି ତୁମେ ତୁମେ ବୋଲି, ସେ ତୁମର ମୂଲ୍ୟ ନାହିଁ, ତୁମେ ମତେ ଯେବେ ତୁମେ ବୋଲି କହ, ଏତେ ମିଠା କାହିଁ ପାଇଁ। ମାନସିଂଙ୍କର ଏହା କେଉଁ କବିତାରୁ ଆସିଅଛି? ପ୍ରେମର ଭାଷା, ତୁମେ, ଯୁଗଳ ଜୀବନ, ଭଲ ପାଅ। ଏହାର ସଠିକ ଉତ୍ତର ଅପସନଟି ହେଉଛି ଅପସନ ଏ, ପ୍ରେମର ଭାଷା କବିତାରୁ ଏହା ଆସିଅଛି। 9 ନମ୍ବର ପ୍ରଶ୍ନ। ପ୍ରଶ୍ନଟି ହେଉଛି କେଉଁ କାବ୍ୟରେ ଉଜ୍ଜ୍ୱଳ ଦାମ୍ପତ୍ୟ ପ୍ରେମର ନିରାଜନା କରାଯାଇଛି? ଅପସନ ଟି କଲା ସାଧବ ଝିଅ, ମଳୟାୟନ କମଳାୟନ, ଉପେକ୍ଷିତା, ଜେମା। ଏହାର ସଠିକ ଉତ୍ତର ଅପସନଟି ହେଉଛି କମଳାୟନ, ଅପସନ ବି। 10 ନମ୍ବର ପ୍ରଶ୍ନ। ମାୟାଧର ମାନସିଂ କେଉଁଥିରେ ପ୍ରଥମ ଓଡ଼ିଆ ଡକ୍ଟରେଟ ହାସଲ କରିବାରେ, ପଦ୍ମଶ୍ରୀ ଉପାଧି ପ୍ରାପ୍ତ କରିବାରେ, ବିଦେଶ ଯିବାରେ, ଇଂରାଜୀରେ MA କରିବାରେ? ଏହାର ସଠିକ ଉତ୍ତରଟି ହେଉଛି ଡକ୍ଟରେଟ ହାସଲ କରିବାରେ ମାୟାଧର ମାନସିଂ ପ୍ରଥମ ଓଡ଼ିଆ ଥିଲେ। 11 ନମ୍ବର ପ୍ରଶ୍ନ। ମାନସିଂ ସୃଷ୍ଟି ସମୀକ୍ଷା ପୁସ୍ତକର ସଂକଳକ କିଏ? ଶ୍ରୀଚରଣ ମହାନ୍ତି, ବୃନ୍ଦାବନ ଆଚାର୍ଯ୍ୟ, ରାଧାଶ୍ୟାମ ବେହୁରା, କୁଞ୍ଜ ବିହାରୀ ଦାସ। ଏହାର ସଠିକ ଉତ୍ତରଟି ହେଉଛି ରାଧାଶ୍ୟାମ ବେହୁରା ହେଉଛନ୍ତି ମାନସିଂ ସୃଷ୍ଟି ସମୀକ୍ଷା ପୁସ୍ତକର ସଂକଳକ। 12 ନମ୍ବର ପ୍ରଶ୍ନ। କେଉଁ କବିତା ଗ୍ରନ୍ଥ ପାଇଁ ରାଧାମୋହନ ଗଡ଼ନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ପଶୁପକ୍ଷୀର କାବ୍ୟ, ଶାମୁକାର ସ୍ୱପ୍ନ, ଉତ୍କଳିକା, ସୂର୍ଯ୍ୟ ଓ ଅନ୍ଧକାର। ଏହାର ସଠିକ ଉତ୍ତରଟି ହେଉଛି ସୂର୍ଯ୍ୟ ଓ ଅନ୍ଧକାର ଗ୍ରନ୍ଥ ପାଇଁ ରାଧାମୋହନ ଗଡ଼ନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ରାଧାମୋହନ ଗଡ଼ନାୟକ ଯିଏକି ଅନୁଗୁଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ରାଧାମୋହନ ଗଡ଼ନାୟକଙ୍କର ଜନ୍ମସ୍ଥାନ କେଉଁଠି? ବର୍ତ୍ତମାନ ସେ ପ୍ରଶ୍ନଟି ଆସିଯାଇଛି। ଅପସନ ଗୁଡ଼ିକ ଅଛି କଳଣ୍ଡାପାଳ, ବ୍ରାହ୍ମଣୀପାଳ, ଅନ୍ନପାଳ, ମହୁପାଳ। ଏହାର ସଠିକ ଉତ୍ତରଟି ହେଉଛି କଳଣ୍ଡାପାଳ। ଏହା ଅନୁଗୁଳ ଜିଲ୍ଲାରେ ଅବସ୍ଥିତ। 14 ନମ୍ବର ପ୍ରଶ୍ନ। ରାଧାମୋହନଙ୍କର କେଉଁ ଗ୍ରନ୍ଥଟି ଏକ ଗାଥା କାବ୍ୟ ନୁହେଁ? ସ୍ମରଣିକା, କାଳିଦାସ, ଉତ୍କଳିକା, ପଶୁପକ୍ଷୀର କାବ୍ୟ। ଏହାର ସଠିକ ଉତ୍ତରଟି ହେଉଛି କାଳିଦାସ ଏକ ଗାଥା କାବ୍ୟ ରାଧାମୋହନ ଗଡ଼ନାୟକଙ୍କର ନୁହେଁ। ପରବର୍ତ୍ତୀ ପ୍ରଶ୍ନ 15 ନମ୍ବର ପ୍ରଶ୍ନକୁ ଯିବା। ଦୁଇଟି ତାହାର ଡେଣା କବିତାରେ କେଉଁ ମତବାଦର ନିରାଜନା କରାଯାଇଛି? ଗାନ୍ଧୀବାଦ ଓ ମାର୍କ୍ସବାଦ, ଗାନ୍ଧୀବାଦ ଓ ଫ୍ରଏଡବାଦ, ମାର୍କ୍ସବାଦ ଓ ଫ୍ରଏଡବାଦ, ଫ୍ରଏଡବାଦ ଓ ଡାଡାବାଦ। ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ମାର୍କ୍ସ ଓ ଫ୍ରଏଡବାଦ। ଏହି ଦୁଇଟି ତାହାର ଡେଣା କବିତାର ନିରାଜନା କରାଯାଇଛି। 16 ନମ୍ବର ପ୍ରଶ୍ନ। କେଉଁ କବି ଭାବରେ ଗଡ଼ନାୟକ ପ୍ରସିଦ୍ଧ? ଛାନ୍ଦ କବି, ପ୍ରେମିକ କବି, ଦରଦୀ କବି, ଜାତୀୟତାବାଦୀ କବି। ରାଧାମୋହନ ଗଡ଼ନାୟକକୁ କେଉଁ କବି ଭାବରେ ପରିଚିତ ଲାଭ କରନ୍ତି? ଛାନ୍ଦସିକ କବି ହେଉଛନ୍ତି ରାଧାମୋହନ ଗଡ଼ନାୟକ। 17 ନମ୍ବର ପ୍ରଶ୍ନ। ମାଟି କବିତା ରାଧାମୋହନ ଗଡ଼ନାୟକଙ୍କର କେଉଁ କବିତା ସଂକଳନରେ ସ୍ଥାନିତ? ଉତ୍କଳିକା, ସ୍ମରଣିକା, କାବ୍ୟନାୟିକା, ସୂର୍ଯ୍ୟ ଅନ୍ଧକାର। ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, କାବ୍ୟନାୟିକା ଗ୍ରନ୍ଥରେ ମାଟି କବିତାଟି ପ୍ରକାଶ ପାଇଛି। 18 ନମ୍ବର ପ୍ରଶ୍ନ। ମରି ସୁଦ୍ଧା ସେ ମରି ନ ଥିଲେ ରେ କବିତା କାହାଙ୍କ ଉଦ୍ଦେଶ୍ୟରେ ରଚିତ? ଶିଳ୍ପୀ ବିମାଧର ବର୍ମା, ମହାତ୍ମା ଗାନ୍ଧୀ, ଗଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ। କାହା ଉଦ୍ଦେଶ୍ୟରେ ଏହି କବିତାଟି ରଚନା କରିଛନ୍ତି? ଗୋପବନ୍ଧୁ ଦାସଙ୍କ ଉଦ୍ଦେଶ୍ୟରେ ଏହି କବିତାଟି ରଚନା କରାଯାଇଛି। ମରି ସୁଦ୍ଧା ସେ ମରି ନଥିଲେ। 19 ନମ୍ବର ପ୍ରଶ୍ନ। ଅଗ୍ନିମିତ୍ର ଓ ଉପଗୁପ୍ତ ଛଦ୍ମ ନାମ କେଉଁ କବି ବ୍ୟବହାର କରୁଥିଲେ? ମାୟାଧର ମାନସିଂ, ରାଧାମୋହନ ଗଡ଼ନାୟକ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ପଦ୍ମଚରଣ ପଟ୍ଟନାୟକ। ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, ରାଧାମୋହନ ଗଡ଼ନାୟକ ଅଗ୍ନିମିତ୍ର ଓ ଉପଗୁପ୍ତ ଦୁଇଟି ଛଦ୍ମ ନାମକୁ ବ୍ୟବହାର କରୁଥିଲେ। 20 ନମ୍ବର ପ୍ରଶ୍ନ। ଏକ ଚକ୍ର ପତ୍ରିକା କିଏ ସମ୍ପାଦନ କରୁଥିଲେ? ନୀଳକଣ୍ଠ ଦାସ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଗୋଦାବରୀଶ ମହାପାତ୍ର, ରାଧାମୋହନ ଗଡ଼ନାୟକ। ଏହାର ସଠିକ ଉତ୍ତରଟି ହେଉଛି ରାଧାମୋହନ ଗଡ଼ନାୟକ ଏକ ଚକ୍ର ପତ୍ରିକାର ସମ୍ପାଦନ କରୁଥିଲେ। ବର୍ତ୍ତମାନ 21 ନମ୍ବର ପ୍ରଶ୍ନକୁ ଯିବା। 21 ନମ୍ବର ପ୍ରଶ୍ନଟି ହେଉଛି he is now considered the greatest metricist in Odia literature। ରାଧାମୋହନଙ୍କ ସମ୍ପର୍କରେ ଏ କଥା କିଏ କହିଛନ୍ତି?
ମାୟାଧର ମାନସିଂହ କହିଛନ୍ତି, ଯଯାତି ଶ୍ରୀ ଯତୀନ୍ଦ୍ର ମୋହନ ମହାନ୍ତି କହିଛନ୍ତି, ଖଗେଶ୍ୱର ମହାପାତ୍ର କହିଛନ୍ତି, ନିତ୍ୟାନନ୍ଦ ଶତପଥୀ କହିଛନ୍ତି। ଏହା କିଏ କହିଛନ୍ତି? ଏହାର ସଠିକ ଉତ୍ତର ହେଉଛି ଏ କଥାଟି ମାୟାଧର ମାନସିଂହ କହିଛନ୍ତି। 22 ନମ୍ବର ପ୍ରଶ୍ନ, ମାଟିଦୀପ କବିତା ସଂକଳନ ସ୍ରଷ୍ଟା କିଏ? ଲକ୍ଷ୍ମୀକାନ୍ତ ମହାପାତ୍ର, ଗଦାବରୀଶ ମହାପାତ୍ର, କୃଷ୍ଣଚନ୍ଦ୍ର ତ୍ରିପାଠୀ, କୁଞ୍ଜ ବିହାରୀ ଦାସ। ଏହାର ସଠିକ ଉତ୍ତର ହେଉଛି ଅପସନ ସି, କୃଷ୍ଣଚନ୍ଦ୍ର ତ୍ରିପାଠୀ ହଉଛନ୍ତି ମାଟିଦୀପ କବିତା ସଂକଳନର ସ୍ରଷ୍ଟା। 23 ନମ୍ବର ପ୍ରଶ୍ନ, କେଉଁ ଗ୍ରନ୍ଥ ପାଇଁ ଗଦାବରୀଶ ମହାପାତ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉଠ କଙ୍କାଳ, ବଙ୍କା ସିଧା, ହାଣ୍ଡିଶାଳରେ ବିପ୍ଳବ, କଣ୍ଟା ଓ ଫୁଲ। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଡି, କଣ୍ଟା ଓ ଫୁଲ ଗ୍ରନ୍ଥ ପାଇଁ ଗଦାବରୀଶ ମହାପାତ୍ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। 24 ନମ୍ବର ପ୍ରଶ୍ନ, ପ୍ରଶ୍ନଟି ହେଉଛି ପଳାଶୀ ଆବସେନ କାବ୍ୟ ଗ୍ରନ୍ଥର ଲେଖକ କିଏ? ଏହାର ଅପସନ ଗୁଡ଼ିକ ହେଲା କୁଞ୍ଜ ବିହାରୀ ଦାସ, ହରେକୃଷ୍ଣ ମହତାବ, କୃଷ୍ଣଚନ୍ଦ୍ର ତ୍ରିପାଠୀ, କୁନ୍ତଳା କୁମାରୀ ସାୱନ୍ତ। ଏହାର ସଠିକ ଉତ୍ତରଟି ହେଉଛି ହରେକୃଷ୍ଣ ମହତାବ ପଲାଶୀ ଅବସାନେ କାବ୍ୟ ଗ୍ରନ୍ଥ ରଚନା କରିଛନ୍ତି। 25 ନମ୍ବର ପ୍ରଶ୍ନ, କେଉଁ କବିତା ଗ୍ରନ୍ଥଟି କୃଷ୍ଣଚରଣ ବେହେରାଙ୍କର ନୁହେଁ? ମୋରୁ ଗୋଲାପ, ଚା କପରେ ଝଡ଼, ଭାନୁ ଭାଇଲେନ୍, ଲଘୁ ପଞ୍ଚକ। ଏହାର ସଠିକ ଉତ୍ତରଟି ହେଉଛି ଅପସନ ଏ, ମୋରୁ ଗୋଲାପ କବିତାଟି କୃଷ୍ଣଚରଣ ବେହେରାଙ୍କର ନୁହେଁ। 26 ନମ୍ବର ପ୍ରଶ୍ନ, ସାପ ଗାତରେ ସକାଳ କବିତା ବହିର ଲେଖକ କିଏ? ବିନୋଦ ନାୟକ, ହରିହର ମିଶ୍ର, ଅନନ୍ତ ପଟ୍ଟନାୟକ, ପ୍ରସନ୍ନ କୁମାର ପାଟସାଣୀ। ଏହାର ସଠିକ ଉତ୍ତର ହେଉଛି ଅପସନ ଡି, ପ୍ରସନ୍ନ କୁମାର ପାଟସାଣୀ ହେଉଛନ୍ତି ସାପ ଗାତରେ ସକାଳ କବିତାର ଲେଖକ। 27 ନମ୍ବର ପ୍ରଶ୍ନ, ପଶ୍ଚିମ ଓଡ଼ିଶାର କିମ୍ବଦନ୍ତୀ ଓ ଐତିହାସିକ ଘଟଣାକୁ ନେଇ ରାଧାମୋହନ ଗଡ଼ନାୟକ ରଚନା କରିଥିବା ଗାଥା କବିତାର ସଂକଳନର ନାମ କଣ? ସମଲେଶ୍ୱରୀ ଗାଥା, କୋଶଳ ଗାଥା, ହୀରାଖଣ୍ଡ ଗାଥା, ପଶ୍ଚିମ ଗାଥା। ଏହାର ସଠିକ ଉତ୍ତରଟି ହେଉଛି ଅପସନ ସି, ହୀରାଖଣ୍ଡ ଗାଥା। 28 ନମ୍ବର ପ୍ରଶ୍ନ, ଓଡ଼ିଆ ସାହିତ୍ୟରେ ଛନ୍ଦ ସମ୍ରାଟ ଭାବରେ କିଏ ପ୍ରସିଦ୍ଧ ଲାଭ କରିଛନ୍ତି? କୃଷ୍ଣଚନ୍ଦ୍ର ତ୍ରିପାଠୀ, ରାଧାମୋହନ ଗଡ଼ନାୟକ, ସଚ୍ଚିଦାନନ୍ଦ ରାଉତରାୟ, ମାୟାଧର ମାନସିଂହ। ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, ରାଧାମୋହନ ଗଡ଼ନାୟକ। 29 ନମ୍ବର ପ୍ରଶ୍ନ, ରାଧାମୋହନ ଗଡ଼ନାୟକଙ୍କର ଜୀବନ କାଳ କେବେ? 1911 ରୁ 2000 ମସିହା, 1915 ରୁ 2005, 1917 ରୁ 1998, 1920 ରୁ 2008। ଏହାର ସଠିକ ଉତ୍ତରଟି ହେଉଛି 1911 ରୁ 2000 ମସିହା ହେଉଛି ରାଧାମୋହନ ଗଡ଼ନାୟକଙ୍କର ଜୀବନ କାଳ। 30 ନମ୍ବର ପ୍ରଶ୍ନ, ବାପୁ ତର୍ପଣ କାବ୍ୟ ଗ୍ରନ୍ଥ କି ପ୍ରକାର ଗ୍ରନ୍ଥ? ମାନବ ପ୍ରୀତିମୂଳକ, ଶୋକ ଗୀତି, ଐତିହାସିକ, ଗାଥା ଗୀତି। ଏହାର ସଠିକ ଉତ୍ତରଟି ହେଉଛି ଅପସନ ବି, ଶୋକ ଗୀତି। ହେଲେ ବନ୍ଧୁଗଣ, ଆଜି ଆମେ ଆମର ଆଲୋଚନାକୁ ଏଠାରେ ଶେଷ କରିବା। ଯଦି ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ ଏବଂ ଭିଡ଼ିଓକୁ ଲାଇକ୍ କରିବା ସହିତ ନିଜର ଯଥାଯଥ ମତ ପ୍ରକାଶ କରନ୍ତୁ, କମେଣ୍ଟ କରିକି କୁହନ୍ତୁ। ପୁଣି ଦେଖା ହେବା ଆଉ ଏକ ଭିଡ଼ିଓରେ। ଧନ୍ୟବାଦ।